ମୋହନାରେ ମନ୍ଥାର ତାଣ୍ଡବ ଧସିଲା ମାଟି ଭୁଷୁଡ଼ିଲା ଘର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ମନ୍ଥାର ପ୍ରଭାବରେ ସୋମବାର ରାତିଠାରୁ ମଙ୍ଗଳବାର ଦିନ ତମାମ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି। ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଲୋକେ ଘରକୁ ସୁରକ୍ଷିତ ଭାବେ କବାଟ ବନ୍ଦ କରି ରହିଥିବା ଦେଖିବାକୁ ମିଳିଛି। ଆଜି ମନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁଁ ଚାନ୍ଦିପୋଟ ପଞ୍ଚାୟତ ଅଧୀନ ଆକିଲି ଗ୍ରାମର ବାସୁଦେବ ପରିଛାଙ୍କ ଟିଣ ଛପର ଘରଟି ଭୁଶୁଡ଼ି ପଡ଼ି ନଷ୍ଟ ହୋଇଯାଇଛି। ଘରେ ରହିଥିବା ଧାନ ଚାଉଳ ଓ ଆସବାବପତ୍ର ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଘର ଭିତରେ ରହିଥିବା ପରିବାରର 5 ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ବାସହରା ହୋଇଥିବା ପରିଛାଙ୍କ ଘରକୁ ଆରଏସଏସର ଶାରୀରିକ ପ୍ରମୁଖ ଅଶୋକ ରଣଜିତଙ୍କ ସହ କିଛି ସ୍ୱୟଂସେବକ ଯାଇ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ। ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ପରାମର୍ଶ ଦେଇଥିଲେ। ସେହିପରି ବ୍ଲକ ଅନ୍ତର୍ଗତ ଦୁର୍ଗମ ଡେଙ୍ଗାସ ଖାଲ ପଞ୍ଚାୟତ ଅଧୀନ ମହାଗୁଡ଼ା ଗ୍ରାମର ରମେଶ ମଳିକ, ପକଲେମା ଗ୍ରାମର ଇଗ୍ନେଶ ନାୟକ, ହାଡୁପଦର ଗାଁର କୁନି ନାୟକ, ରୀତା ମଳିକ, ପାଡ୍ରିଙ୍ଗପେଟା ଗାଁର ହିଞ୍ଜାମାଲୁ ମଳିକ, ରାଇଝୁକା ଗାଁର କୁନି ନାୟକ, ଭାଗ୍ୟଲତା ନାୟକ, ରଶ୍ମି ନାୟକ, ରେଖା ନାୟକ, ପାଟିପଙ୍କା ଗାଁର ସନ୍ତୋକି ରଇତ, ଦୁର୍ଗାପେଟ ଗାଁର ବଳେନ୍ଦ୍ର କନ୍ଧ, ଦୁଦୁଲି ଗାଁର ମାଣିକ ପୂଜାରୀ ଓ ବୁଗୁଲ। ସେହିପରି ବ୍ଲକ ଅନ୍ତର୍ଗତ ଦୁର୍ଗମ ଡେଙ୍ଗାସ ଖାଲ ପଞ୍ଚାୟତ ଅଧୀନ ମହାଗୁଡ଼ା ଗ୍ରାମର ରମେଶ ମଳିକ, ପାକଲେମା ଗ୍ରାମର ଇଗ୍ନେଶ ନାୟକ, ହାଡୁପଦର ଗାଁର କୁନି ନାୟକ, ରୀତା ମଳିକ, ପାଡ୍ରିଙ୍ଗପେଟା ଗାଁର ହିଞ୍ଜାମାଲୁ ମଳିକ, ରାଇଝୁକା ଗାଁର କୁନି ନାୟକ, ଭାଗ୍ୟଲତା ନାୟକ, ରଶ୍ମି ନାୟକ, ରେଖା ନାୟକ, ପାଟପଙ୍କା ଗାଁର ସନ୍ତୋକି ରଇତ, ଦୁର୍ଗାପେଟା ଗାଁର ବଳେନ୍ଦ୍ର କନ୍ଧ, ଦୁଦୁଲି ଗାଁର ମାଣିକ ପୂଜାରୀ, ଗୁଲୁବା ପଞ୍ଚାୟତ ଅଧୀନ ଲଦିଗୁଡ଼ା ଗ୍ରାମର ପାଂଶକଲ କରଡ଼ ଓ ବିନସେଣ୍ଟ୍ରି କରଡ଼ଙ୍କ ଟିଣ ଛପର ଝାଟିମାଟି କୁଡ଼ିଆ ଘର ମନ୍ଥାର ପ୍ରଭାବରେ ଟିଣ ଉଡ଼ିଯାଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବ୍ଲକରେ ମୋଟ 61ଟି ବାତ୍ୟା ଆଶ୍ରୟସ୍ଥଳରେ 1471 ଜଣଙ୍କୁ ସୁରକ୍ଷିତ ଭାବେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକରେ ରଖାଯାଇ ଜଳଖିଆ ଓ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରାଯାଇଛି। 78 ଜଣ ଗର୍ଭବତୀ ମାଙ୍କୁ ଚନ୍ଦ୍ରଗିରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିରିକୋଟ, ଅଡବା, ଶିକୁଳିପଦର ଚୁଡଙ୍ଗପୁର ଆଦି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମା ଗୃହରେ ଭର୍ତ୍ତି କରାଯାଇଛି। ନୋଡାଲ ଅଧିକାରୀ ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ସମେତ ବ୍ଲକର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଦିନରାତି ଏକ କରି ବିଭିନ୍ନ ପଞ୍ଚାୟତ ଓ ଆଶ୍ରୟସ୍ଥଳୀକୁ ଘନ ଘନ ଗସ୍ତ କରି ଲୋକଙ୍କ ଭଲମନ୍ଦ ବୁଝିବା ସହ ଖବର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ହରଭଙ୍ଗି ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାରୁ 3ଟି ଗେଟ୍ ଖୋଲାଯାଇଛି। ତଳି ଅଞ୍ଚଳ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଡ୍ୟାମ୍ ଭିତରକୁ ନ ଯିବା, ଗୃହପାଳିତ ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା, ଉଚ୍ଚ ସ୍ଥାନକୁ କିମ୍ବା ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗୁରୁଝୁଳି ପଞ୍ଚାୟତ ଅଧୀନ କୁଟିପଦର ଓ ଗାଙ୍ଗୁଡ଼ି ପଙ୍କାଳ ଗ୍ରାମ ରାସ୍ତାରେ ପାହାଡ଼ରୁ ମାଟି ଧସି ଆସି ରାସ୍ତା ଅବରୋଧ ହୋଇଛି। ଭୂସ୍ଖଳନ ଅଞ୍ଚଳରେ ଅଧିକାରୀମାନେ ସଜାଗ ହୋଇ ରହିଛନ୍ତି। 24 ଜଣ ଅଗ୍ନିଶମ ବାହିନୀ କର୍ମଚାରୀ ମୁତୟନ ଅଛନ୍ତି। ଜେସିପି ଓ ପୋକ୍ଲେନ୍ ମୁତୟନ କରାଯାଇଛି। ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଆଜି ରାତି 2ଟାରୁ ସନ୍ଧ୍ୟା 8ଟା ମଧ୍ୟରେ ମୋହନାରେ 168 ମିଲିମିଟର ବର୍ଷା ହୋଇଥିବା ଏବିଡିଓ ରମାକାନ୍ତ ଚୌଧୁରୀ ସୂଚନା ଦେଇଛନ୍ତି। ଗଜପତି ମୋହନାରୁ ପଞ୍ଚାନନ ଦାସଙ୍କ ରିପୋର୍ଟ, ନର୍ଦିନୁ ଯୋଡ଼ିଆ।